ଶୁଣନ୍ତୁ ମୁଁ ଆପଣଙ୍କୁ ସଂଶୋଧିତ କରିବାକୁ ଚାହେଁ। ମୁଁ କ୍ରସ୍ ଭୋଟିଂ କରିନି। ଯେଉଁ ନୀତି, ଯେଉଁ ଆଦର୍ଶ, ଯେଉଁ ବିଚାର ଉପରେ ବିଜୁ ଜନତା ଦଳ ଗଠନ କରାଯାଇଥିଲା, ସେଇ ନୀତି, ସେଇ ଆଦର୍ଶ, ସେଇ ବିଚାରଧାରା, ସେଇ ବିଜୁ ନିକାଶୀକୁ ଆଗକୁ ନେବା ପାଇଁ ମୁଁ ମୋ ନିଜର ଭୋଟ କାଷ୍ଟ କରିଛି। ଆଇ ହାଭ୍ କାଷ୍ଟେଡ୍ ମାଇ ଭୋଟ ଫର୍ ଦିଲ୍ଲୀପ ରାୟ। କ'ଣ ପାଇଁ କଲି ଏ କଥା ମଧ୍ୟ ଆପଣମାନଙ୍କ ମାଧ୍ୟମରେ ଓଡ଼ିଶାବାସୀ ଜାଣିବାର ସବୁ ଅଧିକାର ରହିଛି। ଯେଉଁଦିନ ନବୀନ ବାବୁ କାହା ସହିତ ନିଷ୍ପତ୍ତି ନ କଲେ, ବିଧାୟକ ଦଳ ବୈଠକ ଡକାଗଲା, କାହାକୁ ଟିକେ ପଚରା ଗଲା ନାହିଁ। ଯେତେବେଳେ ପୂର୍ବତନ ଏମ୍ଏଲ୍ଏ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ଯେତେବେଳେ ଯାଇକି ଅନୁରୋଧ କଲେ ବିଜୁ ଜନତା ଦଳ ସଭାପତି ନବୀନ ବାବୁଙ୍କୁ, ସେତେବେଳେ ତାଙ୍କୁ ଏକ୍ସପେଲ୍ କରାଗଲା। ତାଙ୍କର ଅଭିଯୋଗ ଥିଲା, ତାଙ୍କର ନିବେଦନ ଥିଲା ଯେ ବିଜୁ ଜନତା ଦଳ ଜଣେ ଶୁଭେଚ୍ଛୁ ସମର୍ଥକ, ଯେ ବିଜୁ ଜନତା ଦଳର ସଚ୍ଚା ସିପାହୀ ଥିବ ତାକୁ ପ୍ରାର୍ଥୀ କରାଗଲା। କିନ୍ତୁ କାହାକୁ ପ୍ରାର୍ଥୀ ଭାବେ ବିବେଚିତ କରାଗଲା? ପ୍ରାର୍ଥୀ ଭାବେ ବିବେଚିତ କରାଗଲା ସନ୍ତୃପ୍ତ ବାବୁଙ୍କୁ, ଯିଏ କର୍ପୋରେଟ୍ ଜଗତରୁ ଆସିଛନ୍ତି, ଯିଏ ଯାହାକୁ ସୁଯୋଗ ଦିଆଯାଇଥିଲା କଟକର ସଂସଦୀୟ କ୍ଷେତ୍ରର ନେତୃତ୍ୱ ନେବା ପାଇଁ, ତାକୁ ବିଜୁ ଜନତା ଦଳ ଦାୟିତ୍ୱ ଦେଇଥିଲା। ତାଙ୍କୁ ପୁଣି ଥରେ ସେ ବିଫଳ ହେଲା ପରେ ପୁଣି ଥରେ ତାଙ୍କୁ ଦାୟିତ୍ୱ ଦିଆଗଲା। ସେ 18 ମାସ ଭିତରେ ବିଜୁ ଜନତା ଦଳର ଫ୍ରମ୍ ହେଲ୍ ଆଣ୍ଡ ହେଭେନ୍ କୋଉ ଆଫେୟାର ସେ ବୁଝିଛନ୍ତି, ଜାଣିଛନ୍ତି। କଟକ କେତେଥର ଗସ୍ତ କରିଛନ୍ତି, କିନ୍ତୁ ତାଙ୍କୁ ବିଜୁ ଜନତା ଦଳ ମନୋନୀତ କଲା, ଯାହା ବିରୁଦ୍ଧରେ ଯେତେବେଳେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ସ୍ୱର ଉତ୍ତୋଳନ କରେ ତାଙ୍କୁ ଏକ୍ସପେଲ୍ର ଶିକାର ହେବାକୁ ପଡ଼ିଲା। ବିଜୁ ଜନତା ଦଳ ଗଠନ ହେଇଥିଲା ଗୋଟେ ଅଣକଂଗ୍ରେସ ଆନ୍ଦୋଳନ, ବିଜୁ ଜନତା ଦଳର ଜନ୍ମ ହୋଇଥିଲା। ବିଜୁ ଜନତା ଦଳ ଗଠନ ହେଇଥିଲା ବିଜୁବାବୁଙ୍କ ନୀତି ଆଦର୍ଶକୁ ଆଗକୁ ନେବା ପାଇଁ। ଯେତେବେଳେ କଂଗ୍ରେସର ଅନ୍ୟାୟ, ଅତ୍ୟାଚାର, ଅବିଚାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ, ସେତେବେଳେ ତାକୁ ଆଧାର କରି ବିଜୁ ଜନତା ଦଳ ଗଠନ ହେଇଥିଲା। କିନ୍ତୁ କ'ଣ ହେଲା, କିଛି ଲୋକଙ୍କ ପରାମର୍ଶରେ ବିଜୁ ଜନତା ଦଳ କଂଗ୍ରେସ ସହିତ ଗୋଟେ ଅସାଧୁ ମେଣ୍ଟ କଲା। ଓଡ଼ିଶାର ହଜାର ହଜାର ସଂଖ୍ୟାର ଶୁଭେଚ୍ଛୁ ଏବଂ ସମର୍ଥକ ଏ କଥାକୁ ଗ୍ରହଣ କରିପାରିଲେନି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯେଉଁ କନଷ୍ଟିଚ୍ୟୁସନାଲ ରାଇଟ୍ ରହିଛି, ସାମ୍ବିଧାନିକ ଅଧିକାର ରହିଛି ଡେମୋକ୍ରେସିରେ, ସେ ଅଧିକାର ହେଉଛି ଯେତେବେଳେ କୌଣସି ନେତୃତ୍ୱ ଭୁଲ କରୁଥିବ ନିଜର ମତ ସାବ୍ୟସ୍ତ କରିକି ତାକୁ ସଜାଗ କରାଯିବ। ରାଜ୍ୟସଭା ଇଲେକ୍ସନ୍ ବାସ୍ ଗୋଟେ ସୁଯୋଗ ଆଣିକି ଦେଲା। ଆମର ଯେଉଁ ନେତୃତ୍ୱ ରହିଛନ୍ତି ତାଙ୍କୁ ସଚେତନ ଏବଂ ସଜାଗ କରିବା ପାଇଁ ଆଜି ମୁଁ ମୋର ଭୋଟ କାଷ୍ଟ କରିଥିଲି ଦିଲ୍ଲୀପ ବାବୁ। ଦିଲ୍ଲୀପ ବାବୁ କିଏ? ଦିଲ୍ଲୀପ ବାବୁ ୱାନ୍ ଅଫ୍ ଦ ମେମ୍ବର ଅଫ୍ ବିଜୁ ବାବୁଙ୍କ ପରିବାର। ବିଜୁ ବାବୁ କିଏ? କିଛି କୁଚ୍ଛାଟନା କରିପାରନ୍ତି, କିଛି କୁତ୍ସିତ ମନୋଭାବ ରଖିକି କହିପାରନ୍ତି ସେ କିଏ, ସେ ବିଜୁ ବାବୁଙ୍କର କିଛି ନୁହେଁ। କିନ୍ତୁ ଓଡ଼ିଶାବାସୀ ଜାଣିଛନ୍ତି ହୁ ଇଜ୍ ଦିଲ୍ଲୀପ ରାୟ। ବିଜୁ ବାବୁ ଯାହା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ, ହି ଇଜ୍ ଦିଲ୍ଲୀପ ରାୟ। ବିଜୁ ବାବୁ ଯାହାକୁ ନିଜର ପୁଅଠୁ ଅଧିକ ଭଲ ପାଉଥିଲେ, ହି ଇଜ୍ ଦିଲ୍ଲୀପ ରାୟ। ମୁଁ କାହାକୁ ଭୋଟ ଦେଲି? ସେଇ ଆଦର୍ଶ, ସେଇ ବିଚାରକୁ ଆଗକୁ ନେବା ପାଇଁ, ସେଇ ବିଜୁ ଲିଗାସିକୁ ଆଜି ଓଡ଼ିଶାରେ ବଞ୍ଚେଇ ରଖିବା ପାଇଁ, ଯେଉଁ ଲକ୍ଷ ଲକ୍ଷ ସଂଖ୍ୟାରେ ବିଜୁ ଜନତା ଦଳକୁ ଗଠନ କରିବାଠୁ ଆରମ୍ଭ କରି ଶକ୍ତିଶାଳୀ କରିବା ପାଇଁ ଯାହାର ଲୁହ ଥିଲା, ତାକୁ ତାଙ୍କର ଲିଗାସି ହୋଲ୍ଡର ହିସାବରେ ଆଗକୁ ନେବା ପାଇଁ ମୁଁ ଆଜି ମୋର ଭୋଟ କାଷ୍ଟ କରିଛି ଫର୍ ଦିଲ୍ଲୀପ ରାୟ। ମୁଁ ଆପଣ କହିପାରିବେ ରାଜନୀତିର ଗଣ୍ଡି ଭିତରେ ରହି ପଲିଟିକାଲ ହୁଇପ୍ ମାନିବା ପାଇଁ ମୋତେ ମୋର ମନ ବାଧା ଦେଲା। କେଉଁଭଳି ଭାବେ ଯେଉଁ କଂଗ୍ରେସ ବିରୁଦ୍ଧରେ ବିଜୁ ବାବୁ ଆନ୍ଦୋଳନ କରୁଥିଲେ, ଯେଉଁ କଂଗ୍ରେସ ବିରୁଦ୍ଧରେ ବିଜୁ ଜନତା ଦଳ ଗଠନ ହେଇଥିଲା, କେଉଁଭଳି ଭାବେ ସେ ମେଣ୍ଟ ହେଇପାରିବ? ଯେତେବେଳେ ମୋ ନିର୍ବାଚନ ମଣ୍ଡଳୀ ବାଙ୍କି ଠାରୁ ଆରମ୍ଭ କରି ଓଡ଼ିଶା ପର୍ଯ୍ୟନ୍ତ ବିଜୁ ଜନତା ଦଳର ଆଧାରଶିଳା ଥିଲା, ବିଜୁ ଲିଗାସିର ଆଧାର ଥିଲା, ଆମେ ଅଣକଂଗ୍ରେସ ଆନ୍ଦୋଳନରୁ ଜନ୍ମ। କିନ୍ତୁ କଂଗ୍ରେସ ସହିତ ଯେତେବେଳେ ବୁଝାମଣା ହେଲା, ମୋତେ ମୋର ବିବେକ ବାଧା ଦେଲା। ସେଥିପାଇଁ ମୁଁ ଆଜି ଭୋଟ ଦେଇଛି ରାଜ୍ୟସଭା ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ। ମୋତେ ଯେତେବେଳେ ମୋର ସାମ୍ବିଧାନିକ ଅଧିକାର ମିଳିଲା, ମୁଁ ମୋର ମତ ସାବ୍ୟସ୍ତ କଲି, ଉଚିତ ପ୍ରାର୍ଥୀକୁ ବାଛିଲି, ଯେ ଓଡ଼ିଶାର ଅଧିକାର, ଓଡ଼ିଶାକୁ ଆଗକୁ ନେବା ପାଇଁ ନିଶ୍ଚିତ ଭାବେ ଦିଲ୍ଲୀ ଦରବାର ସ୍ୱର ଉତ୍ତୋଳନ କରିବି। ଯେତେବେଳେ ମୁଁ ଏ ଲଢ଼େଇଟା କ'ଣ ଦେବୀ ରଞ୍ଜନ ତ୍ରିପାଠୀ ଲଢ଼ୁଛି ମୋ ପାଇଁ, ମୁଁ ଈଶ୍ୱରଙ୍କ କୃପା କରୁଣା, ବିଜୁ ଜନତା ଦଳର ହଜାର ହଜାର ସଂଖ୍ୟାର ଯେଉଁ ସମର୍ଥକ ରହିଛନ୍ତି ବାଙ୍କିରେ, ତାଙ୍କ କରୁଣାରୁ, ତାଙ୍କ ଆଶୀର୍ବାଦରୁ ଆଇ ଏମ୍ ଦ ଫାଷ୍ଟ ସର୍ଭାଣ୍ଟ ଅଫ୍ ବାଙ୍କି କନଷ୍ଟିଟ୍ୟୁଏନ୍ସି ଆଣ୍ଡ ଆଇ ଏମ୍ ସର୍ଭିଂ ଦେମ୍। ମୁଁ ବାଙ୍କି ନିର୍ବାଚନ ମଣ୍ଡଳୀର ପ୍ରଥମ ସେବକ ହେବା ପାଇଁ ମୋତେ ଦେ ହାଭ୍ ଗିଭେନ୍ ମି ଦ ସ୍କୋପ୍, ଦେ ହାଭ୍ ଗିଭେନ୍ ମି ଦ ଚାନ୍ସ। ମୁଁ ତାକୁ ସର୍ଭ କରୁଛି। କିନ୍ତୁ ଗୋଟେ ଥଟ୍ ପ୍ରୋସେସର ଲଢ଼େଇ, ଗୋଟେ ବୈଚାରିକ ଯେତେବେଳେ ମତଭେଦ ଥିବ, ଆମେ ଡବଲ ଷ୍ଟାଣ୍ଡାର୍ଡ କଥା କ'ଣ ପାଇଁ କରିବା? ଆମେ ଯେତେବେଳେ 97ରେ ବିଜୁ ଜନତା ଦଳ ଗଠନ ହେଲା, ହୁ ୱାଜ୍ ଆୱାର ଆଲାଏଡ୍ ପାର୍ଟନର? ଆମର ଆଲାଏନ୍ସ କାହା ସହିତ ଥିଲା? ସେତେବେଳେ କ'ଣ ଆମେ ସେକୁଲାର ନଥିଲେ କି? ଯେତେବେଳେ ୱାକଫ ଭୋଟରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ଆମର ସୁପ୍ରିମୋ କହିଦେଲେ ବିବେକ ଅନୁମୋଦିତ ଭୋଟ ଦିଅ, ଦେନ୍
वी आर नॉट सेकुलर और सेते भी आम सेकुलर नथिला आम केबे सेकुलर हेले मार्च मासरे जिते राज्यसभा इलेक्शन आसला विजु जनता दल सेकुलर जामा पिंधा पसंद कला शह शह बिल जो समर्थन करुले जो निर्द्वंद भाव भारतीय जनता पार्टी नेता निर्वाचित कर राज्यसभा पठे दौले से सेकुलर जामा पिंधा ड्रेस पिंधा आवश्यक पड़ना ओडार हजार हजार शुभेच्छु समर्थन कथा मन पड़ना किंतु आज जो जो आंदोलन विजु जनता दल जन्म होती से निष्पत्ति हजार हजार संख्यार शुभेच्छु समर्थक मत फोन कर मत नवेदन कर ईश्वर से क्षमता प्रदान कर ते बांकीवासी से शक्ति तते देइछंती तू भोट दे अण कांग्रेस आंदोलन तू आज गोटे युव कर्मकर्ता ता विरुद्ध तू आज मत सब्यस्त कर जो जरूरीकालीन परिस्थिति तो बापा निशा आईन आधार रे कारावरण करथिले सरकारी तथ्य मध्य मौजूद अच्छी जेल जावाक पड़ता तू कोल जन्म ग्रहण करचु निज विवेक को पचारि भोट दे टुडे आई हैव कास्टेड माय भोट इन फेवर ऑफ दिलीप राय टुडे आई हैव कास्टेड माय भोट गभीर श्रद्धांजलि जाइछि प्रभात पुरुष बिजु पट्टनायक सुजोग मिल नथिला छोट बयस रे जेते व्रत घर होइतला गोटे सामाजिक कार्यक्रम तांतु आशीर्वाद नवर से सुजोग पाइथिले ओतप्रोत भाव थरे बिजु बाबू को प्रभात पुरुष बिजु बाबू को देखियार मोर संजोग घटितला तापर तांका विषय पढ़ी बुझी गोटे राजनीतिक दल गोटे मिलिटारी फोर्स नुहे मिलिटारी पार्टी नुहे भिन्न विचार को सम्मान दे कलेक्टिव विजडम रे गोटे पॉलिटिकल पार्टी केमती रन करिवो आकु सम्मान दउथिले प्रभात पुरुष बिजु पट्टनायक जेतेबेले सेथरे विलक्षण घटिला 24 मसिया रे जेतेबेले जो फलाफल आसिला ता परे मध्य किछि सुधार आसिला नहीं कांग्रेस सहित जेतेबेले असाधु मेंट कले निजर स्वार्थ को पूर्ण करिया पई चरितार्थ करिया पई सेतेबेले बाधा देइथिला से हजार हजार शुभेच्छु समर्थक बिजु जनता दल को मन ताकू सफल करिया पई मु आज भोट देछि आगामी दिन में मो विरुद्ध जहा कार्यानुष्ठान हबो मु ताकू ग्रहण करिवि किंतु मु विश्वास करूची कोन मु सत्य रास्ता रे जाइछि जो मानकर बलिदान रे बिजु जनता दल गठन हेछि ताकू श्रद्धांजलि देवा पई मु आज मो भोट डेडिकेट करूची टू देम ऑल जो मानकर युवा जो मानकर यौवन एई थरे पळेछि कांग्रेस विरुद्ध संग्राम करी करी आई डेडिकेट भोट माय टू देम आज ओडिसा रो सेई अगणित शुभेच्छु समर्थक जो माने एंटी कांग्रेस मूवमेंट रो जन्म आई डेडिकेट माय भोट टू देम टुडे आई हैव कास्टेड माय भोट इन फेवर ऑफ दिलीप बाबू मु भाबुची निश्चिंत भावे तांको सांत्वनामूलक भावे ओडिसा रो से अगणित शुभेच्छु समर्थक मान किछि आश्वासन प्रदान करथिबी एवं विश्वास मध्य स्थापना करथिबी से जो आशा देखिकी जो स्वप्न रखिकी बिजु जनता दल रो जो मंदिर पति थिले ताकू आहुरी बड़ बट वृक्ष करिया पाई ए युव सिपाही माने आज संकल्प नहीं निश्चिंत भाव से शुभेच्छा प्रदान कर।